ଦକ୍ଷିଣ ଆମେରିକାର ଆଣ୍ଡିଜ୍ ପର୍ବତମାଳା ମଧ୍ୟରେ ଏକ ବିଶାଳ ଶୁଷ୍କ ଅଞ୍ଚଳ ରହିଛି, ଯାହାକୁ ଆଜି ସାରା ବିଶ୍ୱରେ ଲିଥିୟମ୍ ଟ୍ରାଏଙ୍ଗେଲ୍ ବୋଲି ଜଣାଯାଏ। ଏହି ଅଞ୍ଚଳଟି ମୁଖ୍ୟତଃ ଆର୍ଜେଣ୍ଟିନା, ବୋଲିଭିଆ ଏବଂ ଚିଲିର ସୀମାରେ ରହିଛି, ଯେଉଁଠାରେ ପୃଥିବୀର ପ୍ରାୟ 50% ଅଧିକ ଲିଥିୟମ୍ ଗଚ୍ଛିତ ହୋଇ ରହିଛି। ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ କାର୍ ପର୍ଯ୍ୟନ୍ତ ସବୁଥିରେ ଲିଥିୟମ୍ ଆୟନ୍ ବ୍ୟାଟେରୀର ବ୍ୟବହାର ହେଉଅଛି, କାରଣ ଶକ୍ତି ସଂରକ୍ଷଣ କରିବା ପାଇଁ ଏହା ହାଲୁକା ହେବା ସହ ଏଥିରେ ଅଧିକ ଶକ୍ତି ସଞ୍ଚୟ କରିବାର କ୍ଷମତା ରହିଛି। ଲିଥିୟମ୍‌କୁ ବାଷ୍ପୀକରଣ ପଦ୍ଧତିରେ ବାହାର କରାଯାଇଥାଏ। ପ୍ରଥମେ ମାଟି ତଳୁ ଲୁଣିଆ ପାଣିକୁ ବିଶାଳ ପୋଖରୀକୁ ପମ୍ପ କରି ଅଣାଯାଏ। ଏହାପରେ ସୂର୍ଯ୍ୟ କିରଣରେ ମାସେ ଧରି ଏହି ପାଣିକୁ ଶୁଖିବା ପାଇଁ ଛଡ଼ାଯାଏ। ପାଣି ଶୁଖିଗଲା ପରେ ଯେଉଁ ଧଳା ପାଉଡର ପରି ପଦାର୍ଥ ରହିଯାଏ, ସେଥିରୁ ଲିଥିୟମ୍ କାର୍ବୋନେଟ୍ ପ୍ରସ୍ତୁତ କରାଯାଏ। ଭାରତ ନିଜର ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ଦେଶଗୁଡ଼ିକ ସହ ଚୁକ୍ତି କରୁଛି। ନିକଟରେ ଭାରତୀୟ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ କାବିଲ୍ ଆର୍ଜେଣ୍ଟିନାରେ ଲିଥିୟମ୍ ବ୍ଲକ୍ ଖୋଜିବା ଏବଂ ଏହାର ବିକାଶ କରିବା ପାଇଁ ଚୁକ୍ତି କରିସାରିଛି। ଏହାଦ୍ୱାରା ଭାରତର ଇଭି ମିଶନକୁ ବଳ ମିଳିବ ଏବଂ ଅନ୍ୟ ଦେଶ ଉପରେ ନିର୍ଭରଶୀଳତାକୁ କମ୍ କରିବ।